ଆଜିର କାହାଣୀ ଯେଉଁ ରହିଛି ସେ ହେଲା ସ୍ୱାଧୀନ ମିଶ୍ରଙ୍କର କାହାଣୀ। କଥାଟା ଆରମ୍ଭ ହୁଏ ଯେତେବେଳେ ସ୍ୱାଧୀନଙ୍କର ପରିବାର ଗୋଟେ ଫୋର୍ଡ ଗାଡ଼ି ସେତେବେଳେ କିଣିଥିଲେ। ଘର ସମସ୍ତେ ବହୁତ ଖୁସି ଥିଲେ କାରଣ ଏହା ସେମାନଙ୍କର ପରିବାରର ପ୍ରଥମ ଗାଡ଼ି ଥିଲା। ସ୍ୱାଧୀନଙ୍କର ଗାଡ଼ି ପ୍ରତି ବିଶେଷ ସଉକ ମଧ୍ୟ ନଥିଲା, କିନ୍ତୁ ଘରକୁ ଗାଡ଼ି ଆସିଥିବାରୁ ସେ ବହୁତ ଖୁସି ଥିଲେ କାରଣ ଏବେ ସେମାନଙ୍କୁ କୌଣସି ପାରିବାରିକ କାର୍ଯ୍ୟରେ ଯିବା ପାଇଁ ବସ୍ର ଭରସା କରିବାକୁ ପଡ଼ିବ ନାହିଁ। ଛୋଟବେଳେ ସ୍ୱାଧୀନ ଦେଖୁଥିଲେ ଯେ ସମସ୍ତେ ନିଜ ନିଜ ଗାଡ଼ିରେ ଆସୁଛନ୍ତି, କେବଳ ତାଙ୍କ ପରିବାର ବସ୍ରେ ଯାଉଥାନ୍ତି। ତ ସେତେବେଳେ ଛୁଆମାନଙ୍କୁ ଆର୍ଥିକ ସମସ୍ୟା ବିଷୟରେ ଅଧିକ ଜ୍ଞାନ ନଥାଏ। ତ ସେତେବେଳେ କେବଳ ଦେଖନ୍ତି ଯେ ଅନ୍ୟମାନେ କେତେ ସୁବିଧାରେ ଆସୁଛନ୍ତି ଆଉ ଆମେ କେତେ କଷ୍ଟ କରି ଯାଉଛୁ। କିନ୍ତୁ ସ୍ୱାଧୀନ ପ୍ରାୟ ସମୟରେ ତାଙ୍କ ବାପାକୁ କହୁଥିଲେ, ପାପା ଆମେ ମଧ୍ୟ ଗୋଟେ ଗାଡ଼ି କିଣିବା। ଦେଖନ୍ତୁ ସେମାନେ କେତେ ଗାଡ଼ିରେ କେତେ ଖୁସିରେ ଯାଉଛନ୍ତି। ତ ବାପା ସେତେବେଳେ କେବଳ ହସି କହୁଥିଲେ, ଠିକ୍ ଅଛି ବେଟା କିଣିବା। କିନ୍ତୁ ଶେଷରେ ସେଇଦିନ ଆସିଲା ଯେତେବେଳେ ସେମାନେ ନିଜର ପ୍ରଥମ ଗାଡ଼ି କିଣିଥିଲେ। ସ୍ୱାଧୀନଙ୍କ ଅନୁଯାୟୀ ତାଙ୍କ ଘରେ ସେ ପ୍ରଥମ ଥର ପାଇଁ ଏକ ଦାମୀ ଜିନିଷ ଦେଖିଥିଲେ। ସେତେବେଳେ ତାଙ୍କୁ ଗାଡ଼ିର ସର୍ଭିସ୍, ମେଣ୍ଟେନାନ୍ସ କିମ୍ବା ଖର୍ଚ୍ଚ ବିଷୟରେ କିଛି ବି ଜ୍ଞାନ ନଥିଲା। କିନ୍ତୁ ୟୁଟ୍ୟୁବରେ କିଛି ଡ୍ରାଇଭିଂ ଟ୍ୟୁଟୋରିଆଲ ଦେଖିଥିଲେ ଆଉ ନୂଆ ଗାଡ଼ି ଘରେ ଠିଆ ହେଇଥିଲା। ତେଣୁ ଧୀରେ ଧୀରେ ସେ ଗାଡ଼ି ଚଳାଇବା ଶିଖିବା ଆରମ୍ଭ କଲେ। ସକାଳେ ରାସ୍ତା ଖାଲି ଥିବା ସମୟରେ ସେ ଗାଡ଼ି ବାହାରକୁ ନେଉଥିଲେ ଆଉ ପ୍ରଥମେ କ୍ଲଚ୍, ତାପରେ ବ୍ରେକ୍ ଆଣ୍ଡ ଏକ୍ସିଲେଟର ସମସ୍ତଙ୍କୁ ମିଶାଇକି ସେ ବହୁତ ସମସ୍ୟା ହେଉଥିଲା ତାଙ୍କୁ ଚଲାଇବା ପାଇଁ। କେବେ କ୍ଲଚ୍ ଶୀଘ୍ର ଛାଡ଼ି ଦେଉଥିଲେ, ତ କେବେ ଗାଡ଼ି ବନ୍ଦ ହେଇଯାଉଥିଲା, କେବେ ଏକ୍ସିଲେଟର ଅଧିକ ଦବାଇ ଦେଉଥିଲେ, ତେବେ ଗାଡ଼ି ଜୋରରେ ଶବ୍ଦ କରୁଥିଲା। ସେ ସମୟରେ ସ୍ୱାଧୀନ କୁହନ୍ତି ଯେ ତାଙ୍କ ଜୀବନ ଯେମିତି ବାହାରି ଯାଉଥିଲା ଭଳି ଲାଗୁଥିଲା, କିନ୍ତୁ ଧୀରେ ଧୀରେ ସେ ଗାଡ଼ି ଚଳାଇବା ଶିଖିଗଲେ। କିଛି ମାସ ଗଲା, ଗାଡ଼ିର ଫାଷ୍ଟ ସର୍ଭିସ୍ ସମୟ ଆସିଲା। କମ୍ପାନୀ ଅନୁସାରେ ପ୍ରଥମ ସର୍ଭିସ୍ ଅତ୍ୟନ୍ତ ଜରୁରୀ ଥିଲା, ସେଥିପାଇଁ ସେମାନେ ଗାଡ଼ିକୁ ବଲାଙ୍ଗୀରର ଫୋର୍ଡ ସୋରୁମ୍ ନେବାକୁ ନିଷ୍ପତ୍ତି ନେଲେ। ସ୍ୱାଧୀନ ଆଉ ତାଙ୍କ ବଡ଼ ଭାଇ ଆଉ କଲେଜର ଜଣେ ଜୁନିୟର ସହ ଗାଡ଼ି ମିଶିକି ସେ ଗାଡ଼ିଟା ନେଇକି ସେଠି ବାହାରିଲେ। ପ୍ରାୟ 1.5ରୁ 2 ଘଣ୍ଟାର ଯାତ୍ରା ପରେ ସେମାନେ ସର୍ଭିସ୍ ସେଣ୍ଟରରେ ପହଞ୍ଚିଲେ ଆଉ ସେଠାରେ ପହଞ୍ଚି ଦେଖିଲେ ବହୁତ ଭିଡ଼। ଷ୍ଟାଫ୍ ଆସି କହିଲେ, ସାର୍ ଆଜି ଗାଡ଼ି ବହୁତ ଅଛି, ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ସେମାନେ ମଧ୍ୟ ଭାବିଲେ ଯେ ଏତେ ଦୂରକୁ ଆସିଛେ ଯେତେବେଳେ, ତେଣୁ ଅପେକ୍ଷା ଟିକେ କରିଯିବା। ଘଣ୍ଟା ପରେ ଘଣ୍ଟା ଏମିତି ବିତି ଚାଲିଲା। 4:30 ଯେତେବେଳେ ହେଇଗଲା, ସେତେବେଳେ ଗାଡ଼ିର ସର୍ଭିସ୍ ଆରମ୍ଭ ହେଲା। ସେତେବେଳେ ସ୍ୱାଧୀନ ଆଉ ତାର ଯେଉଁ ଜୁନିୟର ସେଠାରେ ଠିଆ ହେଇଥାନ୍ତି ଆଉ ତାର ଯେଉଁ ବଡ଼ ଭାଇ ଥିଲେ ସେ ନିଜ ସାଙ୍ଗମାନଙ୍କ ସହିତ ମିଶିବାକୁ ଚାଲି ଯାଇଥିଲେ। ସମୟ ବିତିବା ସହ ସହ ରାତି ହେଲା। 7:30 ବେଳେ ଗାଡ଼ି ସର୍ଭିସିଂ ହେଇ ଫେରିଲା। ଏବେ ଅନ୍ଧାର ହେଇଯାଇଥାଏ। ସ୍ୱାଧୀନର ଟେନସନ୍ ବଢ଼ିଗଲା କାରଣ ତାର ଏକ ତ ପ୍ରଥମ ରାତିରେ ଡ୍ରାଇଭିଂ କରିବାକୁ ସେ ଯାଉଥିଲା। ସେ ତାଙ୍କ ଭାଇକୁ ଫୋନ୍ କଲା ଆଉ ଭାଇ କହିଲେ, ମୁଁ ଆସୁଛି, ଟିକେ ସମୟ ଲାଗିବ, ଟିକେ ଅପେକ୍ଷା କର। ଅପେକ୍ଷା କରି କରି ପାଖାପାଖି 10:30 ହେଇଗଲା। ଭାଇ ଆସିଲେ ଆଉ ପରେ ସେମାନେ ଖାଇବା ଖାଇଲେ ଏବଂ 11:30 ବେଳକୁ ପାଖାପାଖି ସେ ଘରକୁ ଯିବା ପାଇଁ ବାହାରିଲେ। ଏବେ ରାତିର ସୁନସାନ ହାଇୱେ ଆଉ ଚାରିପାଖରେ ଅନ୍ଧାର ଆଉ ଲମ୍ବା ଯାତ୍ରା ଥିଲା। ତ ସବୁ କିଛି ଅଜବ ଲାଗୁଥାଏ ଯେହେତୁ ତାର ପ୍ରଥମ ନାଇଟ୍ ଟ୍ରାଭେଲ୍ ଥିଲା। ତ ଯେଉଁ ପଟନାଗଡ଼ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥାଏ, କିନ୍ତୁ ତାପରେ ଏକ 40 କିଲୋମିଟର ଜଙ୍ଗଲ ରାସ୍ତା ଆସିଲା। ଦୁଇ ପାର୍ଶ୍ୱରେ ଘନ ଜଙ୍ଗଲ, କୌଣସି ଷ୍ଟ୍ରିଟ୍ ଲାଇଟ୍ ନଥିଲା, ଚାରିଆଡ଼େ ଘଞ୍ଚ ଅନ୍ଧାର। ହଠାତ୍ ଗାଡ଼ି ଏକ ବଡ଼ ହମ୍ପରେ ଉଠିଗଲା ଆଉ କିଛି ସମୟ ପରେ ଷ୍ଟିଅରିଂ ଭାରୀ ହେବାକୁ ଲାଗିଲା। ସ୍ୱାଧୀନ ଗାଡ଼ି ଅଟକାଇ ତଳକୁ ଉତୁରି ଦେଖିଲା ଯେ ଟାୟାର ପମ୍ପଚର ହେଇଯାଇଛି। ରାତି ପାଖାପାଖି ସେତେବେଳକୁ 12:30 ପାଖାପାଖି ହେଇଗଲା। ଜଙ୍ଗଲ ମଝି ଆଉ ଘରଠାରୁ ପାଖାପାଖି 40 କିଲୋମିଟର ଦୂର ପାଖାପାଖି ହେବ। ସେଠାରେ ସ୍ପେୟାର ହୁଇଲ୍ ବାହାର କରି ଟାୟାର ବଦଳାଇବା ଆରମ୍ଭ କଲେ। ସେତେବେଳେ ଏକ ଅଜବ ଶବ୍ଦ ଶୁଣାଗଲା ସେ ଜାଗାରେ। ମନେ ହେଉଥିଲା ଯେପରି କୌଣସି ଗୋଟେ ଛୋଟ ଛୁଆ ଯେମିତି ଗୋଟେ କାନ୍ଦୁଛି। ପ୍ରଥମେ ସ୍ୱାଧୀନ ଭାବିଲା ହେଇପାରେ ଯେ ଜ୍ୟାକ୍ କିମ୍ବା ଯେଉଁ ଘର୍ଷଣ ଚାଲିଛି ଏମିତି ତାର ଫ୍ରିକ୍ସନରେ ଏମିତି ସାଉଣ୍ଡ ହେଇଥିବ ବୋଲି। କିନ୍ତୁ 2-3 ମିନିଟ୍ ପରେ ଶିଶୁର କାନ୍ଦିବା ଶବ୍ଦ ସ୍ପଷ୍ଟ ଭାବରେ ଲାଗିଲା। ତ ତା ହାତ ଟିକେ କମ୍ପିବାକୁ ଲାଗିଲା। କହିଲା, ଭାଇ ତୁ ଟାୟାର ବଦଳ, ମୁଁ ଏଇଠି ଅଛି। କିନ୍ତୁ କିଛି ସମୟ ପରେ ସେହି ଶିଶୁର କାନ୍ଦିବା ଶବ୍ଦଟା ଧୀରେ ଧୀରେ ଜଣେ ମହିଳାର ଚିତ୍କାରରେ ପରିଣତ ହେବାକୁ ଲାଗିଲା। ଜଙ୍ଗଲ ମଧ୍ୟରେ ସେହି ଶବ୍ଦ ପୁଣି ସ୍ୱାଧୀନର ସମଗ୍ର ଶରୀରକୁ କମ୍ପେଇ ଉଠୁଥିଲା। କାହିଁକି ନା ଏମିତି ହବା ଜଙ୍ଗଲ ମଧ୍ୟରେ ଗୋଟେ ଛୋଟ କଥା ନୁହଁ। ଏ ସମୟରେ ଆଖପାଖରେ କୌଣସି ଗାଡ଼ି ମଧ୍ୟ ଯାଉନଥିଲା, ସେ କଥା ଧ୍ୟାନ ଦେଇଥିବେ।
ତ ଜଙ୍ଗଲ ସମ୍ପୂର୍ଣ୍ଣ ଜଙ୍ଗଲରେ ଯେପରି କେବଳ ସ୍ୱାଧୀନ, ତା ଭାଇ ଆଉ ସେଇ ରହସ୍ୟମୟ ଶବ୍ଦ ରହିଥାଏ। ଆଉ ସେ ମହିଳାର କାନ୍ଦିବା ଶବ୍ଦ ଆହୁରି ଧୀରେ ଧୀରେ ସ୍ପଷ୍ଟ ହେବାକୁ ଲାଗିଲା। ତ ଏବେ ପ୍ରାୟ ଗାଡ଼ି ସମ୍ପୂର୍ଣ୍ଣ ଉପରକୁ ଉଠି ସାରିଥିଲା, କେବଳ ଚକର 4ଟି ନଟ୍ ଖୋଲିବା ବାକି ଥାଏ। ଯେମିତି ସ୍ୱାଧୀନ ପ୍ରଥମ ନଟ୍ ଖୋଲିଲେ ସେଇ ଶବ୍ଦ ଆହୁରି ଜୋର ହେଇଗଲା। ଏବେ ତାଙ୍କର ଭୟ ତାଙ୍କ ନିୟନ୍ତ୍ରଣ ବାହାରକୁ ଯାଉଥିଲା। ସଙ୍ଗେ ସଙ୍ଗେ ସେ ଗାଡ଼ିର ଯେଉଁ ୱିଣ୍ଡୋ ଖୋଲିଦେଲେ ଆଉ ଫୋନ୍ରେ ହନୁମାନ ଚାଳିଶାକୁ ଫୁଲ୍ ଭଲ୍ୟୁମ୍ରେ ଚଳାଇବାକୁ ଲାଗିଲେ। ଏବେ ସ୍ୱାଧୀନର ସେ ଯେଉଁ ଜୁନିୟର ଯିଏ ଥିଲା, ସେ ଗାଡ଼ି ଭିତରେ ବସିଥିଲା। ତାର କିଛି ଦିନ ପୂର୍ବରୁ ବ୍ରେକଅପ୍ ହେଇଥାଏ। ତ ସେ ସମ୍ପୂର୍ଣ୍ଣ ଅନ୍ୟ ଗୋଟେ ଅଲଗା ଜୋନ୍ରେ ହିଁ ସେ ଥାଏ। ସେ ଯେତେବେଳେ ହନୁମାନ ଚାଳିଶା ଶୁଣିଲା, ତାକୁ ବହୁତ ଅଜୀବ ଲାଗିଲା। ସେ ସିଧା ଫୋନ୍ର ଭଲ୍ୟୁମ୍ଟାକୁ କମ୍ କରିଦେଲା। ସ୍ୱାଧୀନ ରାଗି ଯାଇ କହିଲା, ଓଏ, ଗାଡ଼ି ଭିତରେ ହିଁ ରହିବୁ, ଆଉ ଭଲ୍ୟୁମ୍ଟା ପୁରା ଦେ। ସେ ଜୁନିୟର ବୁଝିବାକୁ ମିଳିଲା ନାହିଁ ଯେ ହଠାତ୍ କ'ଣ ହେଲା। ସେ ଆଉ କିଛି ପଚାରିଲା ନାହିଁ, ଭଲ୍ୟୁମ୍ ବଢ଼ାଇ ଦେଇ ପୁଣି ନିଜ ସିଟ୍ରେ ବସି ସେଇ ଜୋନ୍କୁ ପୁଣି ଚାଲିଗଲା। ଏବେ ସ୍ୱାଧୀନ ଯେତେବେଳେ ପମ୍ପଚର ଚକଟିକୁ ବାହାର କରିବାକୁ ଚେଷ୍ଟା କରୁଥିଲା, ସେତେବେଳେ ଅଜବ କଥା ହେଉଛି ସେ ଚକଟି ଖୋଲୁ ମଧ୍ୟ ନଥିଲା। 4ଟି ନଟ୍ ଖୋଲା ଥିବା ସତ୍ତ୍ୱେ ଯେପରି ଚକଟି ସମ୍ପୂର୍ଣ୍ଣ ଭାବରେ ଜାମ୍ ହେଇଯାଇଥିଲା। ସ୍ୱାଧୀନକୁ ଲାଗୁଥିଲା ଯେପରି ସେ ଚକଟିକୁ ଟାଣୁଛନ୍ତି, କିନ୍ତୁ କୌଣସି ଅଦୃଶ୍ୟ ଶକ୍ତି ସେ ଚକଟିକୁ ଜୋରରେ ଧରିକି ରଖିଛି। ଶେଷରେ ସେ ନିଜ ଭାଇକୁ ଡାକିଲେ। 2 ଜଣ ମିଶି ଜୋର ଲଗାଇ ଚକଟିକୁ ଟାଣିଲେ। କେମିତି କରି ଶେଷରେ ଚକଟି ବାହାରିଲା। ଆଉ ତାପରେ ସେମାନେ ତୁରନ୍ତ ସ୍ପେୟାର ହୁଇଲ୍ ଲଗାଇଦେଲେ ଆଉ 4ଟି ନଟ୍ ଲଗାଇ ଗାଡ଼ିଟିକୁ ପ୍ରସ୍ତୁତ କରିଦେଲେ। ଏବେ ସ୍ୱାଧୀନର ମନରେ କେବଳ ଗୋଟିଏ କଥା ଚାଲୁଥିଲା ଯେ ଏଇ ରାସ୍ତାରେ ଆଉ ଗୋଟିଏ ସେକେଣ୍ଡ ମଧ୍ୟ ସେ ସୁରକ୍ଷିତ ନୁହେଁ, ତେଣୁକରି ଏଠି ବିଲକୁଲ ରହିବା କଥା ନୁହେଁ। ଯେଉଁ ସ୍ୱାଧୀନ ଏପର୍ଯ୍ୟନ୍ତ 60 କିଲୋମିଟର ସ୍ପିଡ୍ ଅତିକ୍ରମ କରିନଥିଲା, ଯେ 40ରୁ 50 ସ୍ପିଡ୍ ଗାଡ଼ି ମଧ୍ୟ ଚଳାଇନଥିଲା, ସେ ହଠାତ୍ 100 ସ୍ପିଡ୍ରେ ଗାଡ଼ି ଦୌଡ଼ାଇବା ଆରମ୍ଭ କଲା। ପାଖରେ ବସିଥିବା ତା ଭାଇ ଆଉ ପଛରେ ବସିଥିବା ଜୁନିୟର ଦୁହେଁ ଯାକ ଚିତ୍କାର କରୁଥିଲେ, ଭାଇ ଭାଇ କ'ଣ ହେଉଛି, କ'ଣ କରୁଛୁ ତୁ, କ'ଣ ହେଲା ତୋର, ଧୀରେ ଟିକେ ଚଲା। ସେ ଜୁନିୟର ଯେଉଁ ତଳେ ପଛାଡ଼େ ବସିଥିଲା, ସିଏ ଡରିକି ତାର ଅବସ୍ଥା ନଥିଲା। କହିଲା, ଭାଇ ବ୍ରେକଅପ୍ ମୋର ହେଇଛି, ତୁ କାହିଁ ଏମିତି ଆକ୍ଟିଂ କରୁଛୁ, ଗାଡ଼ି ଟିକେ ଧୀରେ ଚଲା ଭାଇ। ଆଉ ସ୍ୱାଧୀନ ଧୀରେ ବିଲକୁଲ ଚଲେଇବାର ନାଁ ଗନ୍ଧ ହିଁ ନଉଥିଲା। ସେ ତାକୁ ଯେମିତି ହେଉନା କାହିଁକି ସେ ଜାଗାରୁ ବାହାରିବାର ଥିଲା। ଠିକ୍ ସେତେବେଳେ ସବୁଠାରୁ ଭୟଙ୍କର ଘଟଣା ଘଟିଲା। ଗାଡ଼ି ଆଗକୁ ହଠାତ୍ ଗୋଟେ ଧଳା ରଙ୍ଗର ଆକୃତି ଯେମିତି ରାସ୍ତା ପାର କରି ଦୌଡ଼ିଗଲା। ପ୍ରଥମେ ସେ ଆକୃତି ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ଗଲା। ସ୍ୱାଧୀନ ଭୟରେ ବ୍ରେକ୍ ମାରିଲେ ନାହିଁ, ବରଂ ଆକ୍ସିଲେଟର ଆହୁରି ଜୋରରେ ଦବାଇ ଦେଲେ। ଗାଡ଼ି ଆହୁରି ସ୍ପିଡ୍ରେ ଦୌଡ଼ିବାକୁ ଲାଗିଲା। କିଛି ସମୟ ପରେ ସେହି ସମାନ ଆକୃତି ପୁଣି ଦେଖାଦେଲା। ଏଥର ଡାହାଣ ପାର୍ଶ୍ୱରୁ ବାମ ପାର୍ଶ୍ୱକୁ ପାର ହେଲା। ସେ ପୁରୁଷ ଥିଲା କି ମହିଳା, ସ୍ୱାଧୀନ ସେ କଥାକୁ ବୁଝିପାରୁନଥିଲା, କାହିଁକିନା ବହୁତ ସ୍ପିଡ୍ରେ ସେ ଯାଉଥିଲା। କେବଳ ଗୋଟିଏ ଅଜୀବ ଧଳା ଆକୃତି ଯାଉଥିଲା ଜଣାପଡ଼ୁଥିଲା, ଯାହା ସ୍ପଷ୍ଟ ଭାବରେ ଦେଖା ମଧ୍ୟ ଯାଉନଥିଲା। ସ୍ୱାଧୀନ ଏତେ ଡରି ଯାଇଥିଲା ଯେ ରିୟର ଭ୍ୟୁ ମିରରରେ ତାକୁ ଚାହିଁବାକୁ ସାହସ କରିପାରୁନଥିଲା। ସେ ଷ୍ଟିଅରିଂକୁ ମଜବୁତ ଭାବରେ ଧରିଥିଲା ଏଣ୍ଡ ହନୁମାନ ଚାଳିଶା ଚାଲୁ ରଖିଥିଲା। ସେ ପଛକୁ ନ ଚାହିଁ କେବଳ ଗାଡ଼ି ଦୌଡ଼ୁଥିଲା, ଆଗକୁ ଚାଲିଥିଲା। ତାର ଆଖି କେବଳ ରାସ୍ତା ଉପରେ ଥିଲା, ସେ ଆଉ କିଛି ଦେଖୁନଥିଲା, କେବଳ ସାମ୍ନାର ରାସ୍ତା ଆଉ ଭଗବାନଙ୍କର ନାମ। ଏବଂ ଠିକ୍ ସେତେବେଳେ ସ୍ୱାଧୀନ ନିଜ ବାମ ପାର୍ଶ୍ୱକୁ ଟିକେ ଚାହିଁଲା, ଆଉ ଯାହା ସେ ଦେଖିଲା ତା ଆଜି ପର୍ଯ୍ୟନ୍ତ ତା ମନରୁ କେବେ ମିଟି ଯାଇପାରୁନି। ତା ଗାଡ଼ିର ଠିକ୍ ବାମ ପାର୍ଶ୍ୱରେ ଗୋଟିଏ ମହିଳା ମଧ୍ୟ ଦୌଡ଼ୁଥିଲା। ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିବା ଗୋଟିଏ ମହିଳା, ଆଉ ସେ ଠିକ୍ ସ୍ୱାଧୀନର ଗାଡ଼ି ସହିତ ସମାନ ବେଗରେ ଦୌଡ଼ୁଥିଲା ଯେମିତି ଲାଗୁଥିଲା। ସବୁଠାରୁ ଅଜବ କଥା ହେଲା, ସେଇ ଯେଉଁ ମହିଳା ଥିଲା ସେ କେବଳ ସ୍ୱାଧୀନକୁ ହିଁ ଦେଖାଯାଉଥିଲା, ନା ତା ଭାଇକି ଦେଖାଯାଉଥିଲା, ନା ପଛରେ ବସିଥିବା ତା ଜୁନିୟର। କେବଳ ସ୍ୱାଧୀନ ହିଁ ତାକୁ ଦେଖିପାରୁଥିଲା। ସେଇ ମହିଳା ଧଳା ରଙ୍ଗର ଶାଢ଼ୀ ପିନ୍ଧିଥାଏ, ତାର ଲମ୍ବା କେଶ ସମ୍ପୂର୍ଣ୍ଣ ମୁହଁ ଉପରେ ଝୁଲିକି ରହିଥାଏ, ସେଥିପାଇଁ ତା ମୁହଁଟା ଆଦ୍ୟ ଦେଖାଯାଉନଥାଏ। କିନ୍ତୁ ସ୍ୱାଧୀନ ସ୍ପଷ୍ଟ ଭାବରେ ଅନୁଭବ କରୁଥିଲା ଯେ ସେ ମହିଳା ଦୌଡ଼ୁଥିବା ସମୟରେ ମଧ୍ୟ ତାକୁ ହିଁ ଚାହିଁ ରହିଛି, ସିଧା ତା ଆଖି ଭିତରକୁ ଚାହୁଁଛି। ସ୍ୱାଧୀନ ଏବେ ଗାଡ଼ିକୁ ଆହୁରି ଜୋର ବେଗରେ ଚଳାଇବାକୁ ଲାଗିଲା। 110, 120, 120, 130 ଏମିତି ବି ଟପିଗଲା ସିଏ। ତଥାପି ସେଇ ମହିଳା ବହୁତ ଆରାମ ସେ ଗାଡ଼ି ପାଖରେ ସେମିତି ହିଁ ଦୌଡ଼ୁଥାଏ। ଏମିତି ଲାଗୁଥିଲା ଯେ ସ୍ୱାଧୀନ କେତେ ବେଗରେ ଗାଡ଼ି ଚଲାଉଥିଲେ ମଧ୍ୟ ମହିଳା ତାକୁ ପଛରେ ଛାଡ଼ିପାରିବ ନାହିଁ। ଏଠାରେ ତା ଭାଇ ଆଉ ତା ଜୁନିୟର ଏସବୁ ଦେଖି ଚିତ୍କାର କରି ପାଗଳ ପରି ହେଇଯାଉଥିଲେ। ସେମାନେ କହୁଥିଲେ, ଭାଇ କ'ଣ କରୁଛୁ, ଟିକେ ପ୍ଲିଜ୍, ତ ଗୋଡ଼ ଧରୁଛି, ଗାଡ଼ି ଟିକେ ଧୀରେ ଚଲା। କିନ୍ତୁ ସ୍ୱାଧୀନ ଯେମିତି ତାଙ୍କ କଥା ବିଲକୁଲ ଶୁଣୁନଥିଲା, ବରଂ ଏମିତି ଲାଗୁଥିଲା ଯେ ଗାଡ଼ିରେ କେବଳ ସ୍ୱାଧୀନ ହିଁ ବସିଛି।
ତା ଭାଇ ତା ଜୁନିୟର ଉପସ୍ଥିତି ସେଠି ଅନୁଭବ ହିଁ ହେଇପାରୁନଥିଲା। ସ୍ୱାଧୀନର ଗଳା ଶୁଖି ଶୁଖି ଯାଉଥାଏ ଆଉ ତା ହାତ ଷ୍ଟିଅରିଂ ଉପରେ ଯେମିତି ଜମି ଯାଇଥାଏ। ସେ କେବଳ ହନୁମାନ ଚାଳିଶା ଶୁଣୁଥିଲା ଆଉ ମନ ଭିତରେ ଭଗବାନଙ୍କୁ ଡାକୁଥିଲା। ଗାଡ଼ି ଯୋଉ ସ୍ପିଡରେ ଚଲେଇକି ନଉଥିଲା। ଏଇ ରାସ୍ତାର ଆଗକୁ ଗଲେ ଗୋଟିଏ ମନ୍ଦିର ପଡ଼େ। ଯେମିତି ମନ୍ଦିର ନିକଟକୁ ଆସିବାକୁ ଲାଗିଲା, ସ୍ୱାଧୀନ ମନ ଭିତରେ ଗୋଟିଏ ପ୍ରାର୍ଥନା ଆସିଲା। କହିଲେ ମା 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 ପ୍ଲିଜ ଆମକୁ ବଞ୍ଚେଇ ଦିଅ, ମା ପ୍ଲିଜ। ଏବଂ ଯେମିତି ମନ୍ଦିର ସାମ୍ନାକୁ ଆସିଛି, ସେ ମହିଳା ଜଣକ ଯେଉଁ ଗାଡ଼ିର ସ୍ପିଡରେ ଚାଲୁଥିଲା ବାମ ପାର୍ଶ୍ୱ ରାସ୍ତା କଡ଼କୁ ଦୌଡ଼ିଗଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଘନ ଅନ୍ଧାର ଭିତରେ ହଜିଗଲା। ଗୋଟିଏ ସେକେଣ୍ଡ ପୂର୍ବରୁ ସେ ଗାଡ଼ି ପାଖରେ ଥିଲା ଆଉ ପରବର୍ତ୍ତୀ ସେକେଣ୍ଡରେ ସମ୍ପୂର୍ଣ୍ଣ ଯେମିତି ଉଭାନ ହେଇଗଲା, ଯେପରି ସେ କେବେ ଥିଲା ହିଁ ନାହିଁ ସେ ଜାଗାରେ। ସ୍ୱାଧୀନ ତୁରନ୍ତ ମନ୍ଦିର ସାମ୍ନାରେ ନେଇ ଗାଡ଼ିଟାକୁ ଅଟକାଇ ଦେଲା ଆଉ ଗାଡ଼ିରୁ ରୋକିବା ମାତ୍ରେ ତା ଭାଇ ରାଗରେ ଚିତ୍କାର କଲା, ତୁ ପାଗଳ ହେଇଥିଲୁ କି? ତୋ ମୁଣ୍ଡ ଠିକ ଅଛି ନା? ହେଁ, ଏତେ ବେଗରେ ଗାଡ଼ିଟାକୁ ଚଲଉଛୁ, କାହିଁ ଚଲଉଥିଲୁ? ଆଉ ପଛରେ ଯେଉଁ ବସିଥିଲା ତା ଜୁନିୟର, ସେ ତ ଭୟରେ ନିଜ ଏକ୍ସଟାରୁ ହିଁ ଆରମ୍ଭ କରି ତାର ସମସ୍ତଙ୍କୁ ମନେ ପକାଇ ସାରିଥିଲା। ସେ ଭାବି ନେଇଥିଲା ବାସ୍ ଏତିକି ହିଁ ଥିଲା ତା ଜୀବନ। ଶେଷରେ ସ୍ୱାଧୀନ ସେମାନଙ୍କୁ ସବୁ କିଛି କହିଲା। ସେ କହିଲା ଯେ ପିଲାର କାନ୍ଦିବା ଶବ୍ଦ, ମହିଳାର ଚିତ୍କାର, ଧଳା ଆକୃତି ଆଉ ସେ ମହିଳା ଯିଏ ଗାଡ଼ି ପଛପଟରେ ସମାନ ସ୍ପିଡରେ ଦୌଡ଼ୁଥିଲା, ସବୁ କିଛି। ଆଉ ସେତେବେଳେ ଯାଇ ତା ଭାଇ ଆଉ ତା ଜୁନିୟର ବୁଝିପାରିଲେ ଯେ ସ୍ୱାଧୀନ କାହିଁକି ଏତେ ସ୍ପିଡରେ ଗାଡ଼ି ଚଲାଉଥିଲା। ଏବେ ସେଇ ଜୁନିୟର ଓଲଟା ସ୍ୱାଧୀନକୁ କହିଲା, ଭାଇ ଗାଡ଼ି ତୁ ଚଲା, ଯେତେ ସ୍ପିଡରେ ଚଲା, ଯେମିତି ହେଲେ ହଉ ଆମକୁ ଘରକୁ ପହଞ୍ଚାଇ ଦେ ଭାଇ ପ୍ଲିଜ, ଏଠାରେ ବିଲକୁଲ ଆଉ ରହନି। ତାପରେ ସ୍ୱାଧୀନର ବଡ଼ ଭାଇ କହିଲା, ଠିକ ଅଛି ତୁ ଟେନସନ ନେନି, ଦେଖ ଆମେ ଏବେ ମାଙ୍କ ମନ୍ଦିର ପାଖରେ ଅଛୁ, ଯାହା ବି ଥିଲା ସେ ତ ଚାଲିଗଲା ନା, ଚାଲ ପ୍ରଥମେ ମାଙ୍କୁ ପ୍ରଣାମ କରିବା ଆଉ ତାପରେ ଆମେ ବାହାରିବା। ସ୍ୱାଧୀନ ଆଉ ତା ଭାଇ ତା ଗାଡ଼ିରୁ ଓହ୍ଲାଇଲେ, କିନ୍ତୁ ପଛରେ ବସିଥିବା ସେ ଜୁନିୟର ଏତେ ଭୟରେ ଥରି ଯାଇଥିଲା, ସେ କହିଲା ଭାଇ ତମେ ଯାଅ, ଯିଏ ଯେଠି ଯାଅ, ମୁଁ ଏଠୁ ବିଲକୁଲ ବାହାରିବି, ମୁଁ ଏଇଠୁ ହିଁ ହାତ ଯୋଡ଼ିଦେବି, ତୁମେ ଦୁଇ ଜଣ ଯାକ ଯାଅ। ତାପରେ ସ୍ୱାଧୀନ ଆଉ ତା ଭାଇ ମନ୍ଦିର ଆଡ଼କୁ ଚାଲିଗଲେ। ମନ୍ଦିର ବନ୍ଦ ଥିଲା, କିନ୍ତୁ ସେମାନେ ବାହାରୁ ହିଁ ତାଙ୍କୁ ପ୍ରଣାମ କରିଦେଲେ, ଆଶୀର୍ବାଦ ନେଲେ ଏବଂ ପୁଣି ଗାଡ଼ି ପାଖକୁ ଯାଇ ଫେରି ଆସିଲେ। ସେପଟେ ଗାଡ଼ି ଭିତରେ ଥିବା ଜୁନିୟରର ଅବସ୍ଥା ବିଲକୁଲ ହାଲତ ଖରାପ ଥିଲା। ସେ ୱିଣ୍ଡୋ ମଧ୍ୟ ଖୋଲି ନଥିଲା, କେବଳ କାଚ ଭିତରୁ ହାତ ଯୋଡ଼ି କହୁଥିଲା, ଜୟ ମାତା ଦି, ଜୟ ମାତା ଦି, ଜୟ ମାତା ଦି। ସତରେ ବହୁତ ଇଣ୍ଟରେଷ୍ଟିଂ କ୍ୟାରେକ୍ଟର ଥିଲା ସେ। ତାପରେ ସ୍ୱାଧୀନ ପୁଣି ଗାଡ଼ି ଷ୍ଟାର୍ଟ କଲା, ଅବଶିଷ୍ଟ ଯାତ୍ରା ଆରମ୍ଭ କଲା। ଶେଷରେ ସେମାନେ ସୁରକ୍ଷିତ ଭାବେ ଘରେ ପହଞ୍ଚି ଯାଇଥିଲେ। ଘରେ ପହଞ୍ଚିବା ବେଳକୁ ରାତି ପ୍ରାୟ 2:30-3ଟା ହେଇଯାଇଥିଲା ଆଉ ସ୍ୱାଧୀନ ଆଉ ତା ଭାଇ ମଧ୍ୟ ସକରେ ଥିଲେ। ଘରକୁ ଯାଇ ସେମାନେ ମାଆକୁ ସମ୍ପୂର୍ଣ୍ଣ ଘଟଣା କହିଲେ ଆଉ ମା ଯାହା କହିଲେ ତାହା ଶୁଣି ସ୍ୱାଧୀନର ରୋମ ଟାଙ୍କୁରି ଉଠିଲା। ତା ମା କହିଲେ, ଅନେକ ସମୟରେ କିଛି ଗର୍ଭବତୀ ମହିଳା ଥାଆନ୍ତି ଯେଉଁମାନଙ୍କର ପ୍ରସବ ସମୟରେ କିମ୍ବା କୌଣସି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ। ସେମାନଙ୍କର ଆତ୍ମା ପ୍ରଥମେ ଶିଶୁର କାନ୍ଦିବା ଶବ୍ଦ ଶୁଣାଏ, ତାପରେ ମାଆର କାନ୍ଦିବା ଶବ୍ଦ ଶୁଣାଏ ଆଉ ଆମ ଲୋକାଲ ଭାଷାରେ ଏଭଳି ଆତ୍ମାକୁ ଆମେ ପେଥେନ୍ ବୋଲି କୁହାଯାଏ। ତ ତାଙ୍କ ମା ଆହୁରି କହିଲେ ଯେ ହୁଏତ ତୁମେ ଜୀବନରେ କିଛି ଭଲ କାମ କରିଥିବ, ସେଥିପାଇଁ ସେ ଆତ୍ମା ତୁମର କିଛି କରିପାରିଲା ନାହିଁ, ନହେଲେ ଏଭଳି ଘଟଣାରେ ଅନେକ ଲୋକଙ୍କର ବହୁତ ଖରାପ ଘଟିଛି, ଏତେ ଖରାପ ଯାହା ତୁମେ ଶୁଣି ମଧ୍ୟ ପାରିବ ନାହିଁ, ଏତେ କଷ୍ଟକର। ଆଜି ମଧ୍ୟ ଯେତେବେଳେ ସ୍ୱାଧୀନ ସେଇ ରାତିକୁ ମନେ ପକାନ୍ତି, ସବୁକିଛି ତାଙ୍କ ଆଖି ଆଗରେ ଜୀବନ୍ତ ହେଇଯାଏ। ସେଇ ଜଙ୍ଗଲର ଅନ୍ଧାର, ସେଇ ଶିଶୁର କାନ୍ଦିବା ଶବ୍ଦ ଏବଂ ଧଳା ଶାଢ଼ୀ ପିନ୍ଧିଥିବା ସେ ମହିଳା ଯିଏ 110-120 ସ୍ପିଡରେ ଦୌଡ଼ିଥିବା ଗାଡ଼ି ସହିତ ସମାନ ବେଗରେ ଦୌଡ଼ୁଥିଲା। ସେ ରାତି ପରେ ସ୍ୱାଧୀନ କେବେ ବି ମଧ୍ୟ ସେଇ ରାସ୍ତାରେ ଯାତ୍ରା କରନ୍ତି ନାହିଁ। ତେବେ ଏହି ଘଟଣା କେବଳ ସ୍ୱାଧୀନଙ୍କ ସହିତ ଘଟିନଥିଲା, ତାଙ୍କ ସାଙ୍ଗସାଥି, ତାଙ୍କ ଆସପଡ଼ୋଶଙ୍କ ସହିତ ପଚରା ଉଚରା କଲେ ସମାନ ଘଟଣା ତାଙ୍କ ସହିତ ମଧ୍ୟ ଘଟିଛି। ସେ KTM ଶୋରୁମରୁ ନିଜ ବାଇକ୍ ସର୍ଭିସ୍ କରାଇବାକୁ ଯାଇଥିଲେ ଆଉ ସେଇ ଅଞ୍ଚଳ, ସେଇ ଦିଗ ଏବଂ ପ୍ରାୟ ସେଇ ରାସ୍ତା ସର୍ଭିସ୍ ଡେରିରେ ହେଇଥିଲା। ରାତି 8ଟା 8:30 ବାଜିଯାଇଥିଲା ଏବଂ ସେ ଆଉ ତାଙ୍କର ସାଙ୍ଗମାନ ସେଠାକୁ ଯାଇଥିଲେ। ଫେରିବା ବେଳେ ସେ ନିଜ ସାଙ୍ଗକୁ ବେଲପଡ଼ା ନିକଟରେ ଗୋଟିଏ ଗାଁରେ ଛାଡ଼ିଦେଲେ ଆଉ ତାପରେ ଏକାକୀ ଘରକୁ ଫେରୁଥିଲେ। ଆଉ ସେ ଯେତେବେଳେ ସେଇ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ, ହଠାତ୍ ତାଙ୍କ ବାଇକ୍ ଭାରୀ ହେବାକୁ ଲାଗିଲା, ଯେପରି ପଛରେ କେହି ବସିଛନ୍ତି। ପ୍ରଥମେ ସେ ମନକୁ ଆସିଲା ବୋଧହୁଏ ତା ସାଙ୍ଗ ପଛରେ ବସିଛି, କିନ୍ତୁ ପରବର୍ତ୍ତୀ କ୍ଷଣରେ ମନେ ପଡ଼ିଲା, ଆରେ ମୁଁ ତାକୁ ବେଲପଡ଼ାରେ ଛାଡ଼ି ଦେଇକି ପଳେଇ ଆଇଲି, ତାହେଲେ ପଛରେ ବସିଛି କିଏ? ଏହି ଚିନ୍ତା ଆସିବା ମାତ୍ରେ ସେ ବାଇକ୍କୁ ପୁରା ସ୍ପିଡରେ ଦୌଡ଼ାଇଥିଲା। ଘରେ ପହଞ୍ଚିବା ପରେ ହିଁ ତାଙ୍କ ନିଶ୍ୱାସ ଫେରିଥିଲା।
ଏହା ମଧ୍ୟ ଗୋଟେ ଘଟଣା ଥିଲା ଯାହା ସ୍ୱାଧୀନଙ୍କ ସାଙ୍ଗ ତାକୁ କହିଥିଲା। ଏହାର ଅର୍ଥ ହେଉଛି ସେହି ଅଞ୍ଚଳରେ କେବଳ ସ୍ୱାଧୀନ ସହିତ ନୁହଁ ବରଂ ଅନେକ ଲୋକଙ୍କ ସହିତ ଏଭଳି ଆଲୌକିକ ଅନୁଭୂତି ଘଟିଛି। ତେଣୁ ଯଦି ଆପଣ ମଧ୍ୟ କେବେ କୌଣସି ଜାଗାରେ ଏଭଳି କିଛି ଘଟଣା ଆପଣଙ୍କ ସହିତ ଘଟିଛି, କିଛି ଅଜବ ଘଟଣା ଆପଣଙ୍କ ସହିତ ଘଟିଛି, ତାହେଲେ କମେଣ୍ଟ ସେକ୍ସନ୍ ଲେଖିକି ଜଣାନ୍ତୁ। ଆଉ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ କାହାଣୀ ମଧ୍ୟ ଆମେ ଭିଡ଼ିଓ ମାଧ୍ୟମରେ ଆପଣଙ୍କ କାହାଣୀ ଲୋକମାନଙ୍କ ସହିତ ପହଞ୍ଚାଇ ପାରୁ, ତାହେଲେ ଆମକୁ କମେଣ୍ଟ ସେକ୍ସନ୍ରେ ଆପଣଙ୍କର ବା ଚ୍ୟାନେଲର ଡେସ୍କ୍ରିପସନ୍ରେ ଆପଣଙ୍କୁ ଇମେଲ୍ ଆଇଡ଼ି ମିଳିଯିବ, ସେଥିରେ ଯାଇକି ଆପଣଙ୍କର ନିଜ କାହାଣୀ ମେଲ୍ରେ ଆପଣ ଜଣାଇପାରିବେ। ତ ସାଙ୍ଗମାନେ ଏଇ ଥିଲା ଆଜିକାର କାହାଣୀ। ସ୍ୱାଧୀନ ଭାଇଙ୍କ ସହିତ କ'ଣ ଘଟିଥିଲା ତାଙ୍କ କାହାଣୀ ଆପଣମାନଙ୍କ ସହିତ ସାझा କଲି। ଦେଖା ହେବ ଆଉ ଏକ କାହାଣୀରେ, ଆଉ ଏକ ଭୂତିଆ କାହାଣୀରେ। ସେତେ ପର୍ଯ୍ୟନ୍ତ ବାଏ ବାଏ, ଟେକ୍ କେୟାର।